ଆପଣ କ'ଣ ଭାବୁଛନ୍ତି? ଏ ସଂସାରକୁ ଆସିଛନ୍ତି ଆପଣଙ୍କ ନିଜର ସ୍ୱାର୍ଥ ପାଇଁ? ଭୁଲ ଚିନ୍ତାଧାରା। ନିଜର ସ୍ୱାର୍ଥ ପାଇଁ ଯିଏ ସଂସାରରେ କାମ କରୁଥାଏ ସେ ସବୁବେଳେ ହାରିଥାଏ। କାହିଁକିନା ଏ ସଂସାରରେ ଭଗବାନ ତୁମକୁ ପଠେଇଛନ୍ତି କେବଳ କେବଳ ସେବା, ସମାଜ ସେବା, ଲୋକମାନଙ୍କର ସେବା, ଭଗବାନଙ୍କ ସେବା, ନିଜ ପରିବାରର ସେବା। ସେବାରେ ସେବାରେ ତୁମ ଦିନ ବିତିଯିବ। ସିଏ ହିଁ ହେବ ତୁମ ଜୀବନର ଅମୂଲ୍ୟ ସମ୍ପଦ। ସେଇ ସେବାରେ ତୁମେ ନିଜକୁ ନିୟୋଜିତ କର। ଭଗବାନ ତୁମକୁ ନିଶ୍ଚୟ ଗୋଟେ ଭଲ ସାର୍ଟିଫିକେଟ୍ ଦେବେ, ଯାହାକି ଦ୍ୱିତୀୟ ଜନ୍ମ ପାଇଁ ପୁନର୍ବାର ଯେତେବେଳେ ଜନ୍ମ ନେବ ସେତେବେଳେ ଭଗବାନ ତୁମକୁ ଦେବଲୋକକୁ ନେଇପାରନ୍ତି। ନହେଲେ ଯେତିକି ପାପ କର୍ମ କରିବ ନା ନର୍କରେ ପଡ଼ିବ। ସେଥିପାଇଁ ଯାହା ବି କରୁଛ ଭଗବାନ ସବୁର ହିସାବ ରଖିଥାନ୍ତି। ସେ ପୁରୁଷ ହଉ କି ସେ ମହିଳା ହେଉ, ଯେତେ ବି ଅନ୍ୟାୟ କରିଚାଲ। କାହିଁକି ନା ଆପଣ ଏବେ ବେହୋସରେ ଅଛନ୍ତି। ଅନ୍ୟାୟ କର ସେ ତ ବୁଝିପାରନି ଯେ ତମେ କ'ଣ କରିଚାଲିଛ। ଆଉ ସେତିକି ବେଳେ ହୋସ ଆସିବ ଯେତେବେଳେ ତୁମେ ସେ ଅନ୍ୟାୟର ଦଣ୍ଡରେ ଦଣ୍ଡିତ ହେବ। ଆଉ ସେତିକି ବେଳେ ଅନୁତାପ କରିବ ମୁଁ ଏଇ ଭୁଲ ସବୁ କରିଥିଲି। ହୁଏତ ଆପଣଙ୍କର ବୟସ ସେତେବେଳେ 80ରୁ 90 କିମ୍ବା 70ରୁ 90 କିମ୍ବା 90ରୁ 100 ଭିତରେ ହେଇଥିବ ଆପଣଙ୍କର ବାର୍ଦ୍ଧକ୍ୟ ଅବସ୍ଥା। ସେତିକି ବେଳେ ହିଁ ଆପଣଙ୍କୁ ସବୁ ହିସାବର ଫଇସଲା କରିବାକୁ ପଡ଼ିବ। ଆପଣଙ୍କୁ ଗୋଟିଏ ଘର ଭିତରେ ଜରା କରାଯିବ। ମାନେ ତୁମ କେତେ ପାପ କରିଛ ତାହାର ଭୋଗ ଏବେ ତୁମକୁ କରିବାକୁ ପଡ଼ିବ। ସେ କର୍ମର ଫଳ ଏବେ ତୁମକୁ ଭୋଗିବାକୁ ପଡ଼ିବ। ଆଉ ଯଦି ତୁମେ କିଛି ବି ପାପ କରିନଥିବ ତାହେଲେ ଭଗବାନ ତୁମକୁ ହଠାତ୍ ତାଙ୍କ ଦୁନିଆକୁ ନେଇଯିବେ। ଜାଣିପାରିବେନି କେତେବେଳେ ଆପଣଙ୍କ ନିଶ୍ୱାସ ବନ୍ଦ ହେଇଯିବ। ନା ଥିବ ତୁମକୁ କଷ୍ଟ, ନା ଥିବ ତୁମକୁ ଯନ୍ତ୍ରଣା, ନା ଥିବ ତୁମକୁ କୌଣସି ଭୋଗିବାର ଅପଯଶ। ସେଥିପାଇଁ ନିଜକୁ ଏମିତି ବନାଅ, ହେ ଈଶ୍ୱର ମୁଁ ତୁମର, ତୁମେ ମୋତେ ଗ୍ରହଣ କର। ମୋର ପ୍ରତିଟି କାର୍ଯ୍ୟ ତୁମ ଚରଣରେ ସମର୍ପଣ କରୁଛି। ସମର୍ପଣର ଭାବ ନେଇ ଏ ଦୁନିଆ ଆଖିରେ ଚାଲ। କାହିଁକି ନା ଆମେ ନିମିତ୍ତ ମାତ୍ର। ଥରେ ବୁଝିଯାଅ ତୁମେ କିଏ, କାହିଁକି ଆସିଛ ଏ ସଂସାରକୁ।